ମୁଁ କେତେ କଲିକତା ଦେଖିଛି। ଏଠାରେ କଲିକତା ଶବ୍ଦଟି କେଉଁ ବିଶେଷ୍ୟ? ଆମକୁ କ'ଣ ଦେଇଛି ନା କେତେ କଲିକତା ଦେଖିଛି, ଆମକୁ କଲିକତାଟାକୁ ପଚାରୁଛି ଯେ ଏଇଟା କ'ଣ, କେଉଁ ପ୍ରକାର ବିଶେଷ୍ୟ। ତ ଏଠି ଦେଇଛି ଚାରିଟା ଅପସନ୍: ବ୍ୟକ୍ତି, ବସ୍ତୁ, ଗୁଣ, ଜାତି। କଲିକତାଟା କୌଣସି ବ୍ୟକ୍ତି ନୁହଁ, ଗୋଟେ ସ୍ଥାନ ସିଏ, ତ ସେଇଟା ବ୍ୟକ୍ତି ହେଇପାରିବନି। ବସ୍ତୁ ବି ନୁହଁ, ସିଏ କୌଣସି ବସ୍ତୁକୁ ବୁଝଉନି। ଗୁଣ କିଏ ବୁଝଉଛି କି? ଗୁଣ କିଏ ବୁଝଉନି। ତ ଏଇଟା ଗୋଟେ ଜାତି। ଜାତି ମାନେ ଦେଖ, କଲିକତା, ଦିଲ୍ଲୀ, ବୁଝିହେଉଛି ନା ନାହିଁ, ହାଇଦ୍ରାବାଦ, ଏସବୁ ଗୋଟେ ଗୋଟେ ସହର ନାଁ ଯାଉଛି, ମାନେ ଗୋଟେ ଶ୍ରେଣୀରେ ପଳେଇଲେ। ଶ୍ରେଣୀ ମାନେ କ୍ଲାସ୍ ଆସିଲା ହାରି, ତ ଏଇଟା କ'ଣ କୁହାଯାଏ? କ୍ଲାସ୍ଟାକୁ କୁହାଯାଏ ଜାତିବାଚକ। ବୁଝିହେଲା? ଆନ୍ସର ହେବ କି ଅପସନ୍ ଡି। ସେମିତି ନିମ୍ନଲିଖିତ କେଉଁ ଶବ୍ଦଟି ବିଷ୍ଣୁର ପ୍ରତିଶବ୍ଦ ନୁହେଁ? ବିଷ୍ଣୁ, ବିଷ୍ଣୁ ହେଲା ଭଗବାନ ବିଷ୍ଣୁ। ତ ବିଷ୍ଟର ଶ୍ରବା କହନ୍ତି ୟାକୁ। ନୀଳ ଲୋହିତ, ଅଧକ୍ଷଜ, ବାସୁଦେବ। ବାସୁଦେବ ଜାଣିଛେ, ବିଷ୍ଟର ଶ୍ରବା ଇଏ। এই ନୀଳ ଲୋହିତ ଅଧକ୍ଷଜ ଭିତରୁ ଯଦି ଗୋଟେ କନଫ୍ୟୁଜନ୍ ଆସିବ, ନୀଳ ଲୋହିତ ଆମେ ଜାଣିଛେ ନୀଳକଣ୍ଠ, ନୀଳ ଲୋହିତ, ତ ଏଠି ଶିବଙ୍କୁ ଏଇଟା ଦର୍ଶଉଛେ ନୀଳ ଲୋହିତ ଶବ୍ଦଟି। ତ ଅଧକ୍ଷଜ ଇଏ ହେଉଛି ବିଷ୍ଣୁଙ୍କର ପ୍ରତିଶବ୍ଦ। ତ ବିଷ୍ଣୁଙ୍କର ପ୍ରତିଶବ୍ଦ ନୁହେଁ କେଉଁଟା? ଆନ୍ସର ହେବ କି ନା ଅପସନ୍ ବି। ଜାଣିହେଲା ନା ନାହିଁ? ସେମିତି ଅଦା ବେପାରୀର ଜାହାଜ ମୂଲେଇବା ରୂଢ଼ିଟିର କେଉଁ ଅର୍ଥରେ ବ୍ୟବହୃତ? ରୂଢ଼ି ମାନେ ଯେଉଁଟାକି ମୂଳ ଏଠି ଯାହା ଦିଆହେଇଛି ଶବ୍ଦଟା ବା ବାକ୍ୟଟା, ତାର ମୂଳ ଅର୍ଥଠାରୁ ଅଲଗା ଅର୍ଥ ବୁଝେଇବ। ଅଦା ବେପାରୀର ଜାହାଜ ମୂଲେଇବା, ଅଦା ବେପାରୀ ସେ ଜାହାଜ ମୂଲଉଛି, ଆମେ ଏଇଆ ବୁଝିବା ଡାଇରେକ୍ଟ। କିନ୍ତୁ ରୂଢ଼ିରେ କ'ଣ ନା କିଛି ମୂଳ ଅର୍ଥଠାରୁ ସେ ଅଲଗା ଅର୍ଥ ଦେଖେଇବ, ସେଇଟା ହିଁ କହନ୍ତି ରୂଢ଼ି। ତ ରୂଢ଼ି ଏଠି କ'ଣ ନା କ୍ଷୁଦ୍ର ବ୍ୟକ୍ତିର ବଡ଼ କଥାରେ ମୁଣ୍ଡ ପୁରେଇବା। ଯେମିତି ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼େଇବା, ସେମିତି ଏଠି କ୍ଷୁଦ୍ର ବ୍ୟକ୍ତିର ବଡ଼ କଥାରେ ମୁଣ୍ଡ ପୁରେଇବା, ସିଏ ହେଉଛି କ'ଣ ନା ଅଦା ବେପାରୀର ଜାହାଜ ମୂଲେଇବା। ବଡ଼ ଆଖି କରିବା, ଏଇଟା ହେଇପାରିବନି। ଉଚ୍ଚ ମିଜାଜ ବିଚାର, ବିଚାର ନୁହେଁ ଏଇଟା, ଏଠି କାମ ହିଁ ଦେଖେଇଛି। କ୍ଷୁଦ୍ର ବ୍ୟକ୍ତିର ବଡ଼ କଥାରେ ମୁଣ୍ଡ ପୁରେଇବା, ଆନ୍ସର ସି ହେବ। ହୀନମନ୍ୟା ବ୍ୟକ୍ତିର ଆଚରଣ, ଏଇଟା ନୁହଁ। ଘର ନିଆଁ ଅଣ୍ଟିରେ ପୁରାଇବା, ଏହାର ଅର୍ଥ କ'ଣ? ଯେମିତି ଗୋଟେ ବିପଦକୁ ଡାକି ଆଣିବା, ସେମିତି ଘର ନିଆଁ ଅଣ୍ଟିରେ ପୁରାଇବା ମାନେ ଗୋଟେ ବିପଦ ରଖିବା। ତ ନିଜର ଦୋଷ ଦୁର୍ବଳତାକୁ ଲୁଚେଇବା, ଯିଏ ନିଜ ଦୋଷ ଦୁର୍ବଳତାକୁ ଲୁଚାଇ ସେଇ ଦୋଷଟା ପରବର୍ତ୍ତୀ ସମୟରେ କ୍ଷତି କରାଇବ। ତ ଏଇଟା ଆନ୍ସର ହେଇପାରିବ। ଦେଖିବା ଆଉ ଚାରିଟା ଅପସନ୍ ଦେଖିଦେବା, ତିନିଟା। ପରିବାରର ଦୋଷ ପଦାରେ ପକାଇବା, ଏଠି କହୁଛି ପୁରାଇବା ଅଣ୍ଟିରେ, ଅର୍ଥ ଏଠି ଏଇଟା ହେଇପାରିବନି। ବାହାରେ ପକାଇବା, ଏଇଟା ତ ହେଇପାରିବନି। ଶତ୍ରୁକୁ ଆଶ୍ରୟ ଦେବା, ଏଇଟା ହେଇପାରିବନି। ଶତ୍ରୁକୁ ଆଶ୍ରୟ ଦେଇପାରିବା, ଏଇଟା ଗୋଟେ, ମାନେ ଏଇଟା ଘର ନିଆଁ କହିଛି, ପୁଣି ଶତ୍ରୁ ତ ଘର ନିଆଁ ହେଇପାରିବନି, ତା ଆନ୍ସର ସି ହେଇପାରିବନି। ବିପଦ ବେଳେ ଶତ୍ରୁ ଆଶ୍ରୟରେ ରହିବା, ଏଇଟା ମଧ୍ୟ ହେଇପାରିବନି। ତ ଆନ୍ସର ହେବ କି ନା ଅପସନ୍ ଏ। ଘର ନିଆଁ ହେଉଛି ନିଜର ଦୋଷ, ଏଠି ଦୁର୍ବଳତାକୁ ଲୁଚାଇବା। ନିମ୍ନଲିଖିତ କେଉଁ ଶବ୍ଦଟି ଅଗ୍ନିର ଅର୍ଥ ବହନ କରୁନି? ମାନେ ଏଠି ଆମକୁ ଅଗ୍ନିର ପ୍ରତିଶବ୍ଦ ପଚାରିଛି, ଯେ କେଉଁଟା ଏଥିରୁ ପ୍ରତିଶବ୍ଦ ନୁହେଁ। ବିଭାବସୁ ଅଗ୍ନିର ପ୍ରତିଶବ୍ଦ, କିଲ୍ଲାଳ ଏଇଟା ନୁହଁ। ବୀତିହୃତ, ପାବକ, ଏ ତିନିଟା କି ହେଉଛି ଅଗ୍ନିର ପ୍ରତିଶବ୍ଦ। ବୁଝିହେଲା ନା ନାହିଁ? ଅଗ୍ନି, ନିଆଁ, ପାବକ, ବୀତିହୃତ, ବିଭାବସୁ, କିନ୍ତୁ କିଲ୍ଲାଳଟା ହେଇପାରିବନି। ଆନ୍ସର ହେବ କି ଅପସନ୍ ବି। ଶୁଦ୍ଧ ଶବ୍ଦଟି ଚିହ୍ନାଅ, ଏଠି ଅଛି ବ୍ୟବସାୟିକ। ଯେତେବେଳେ ଏମିତି ଶୁଦ୍ଧ ଅଶୁଦ୍ଧି ପଚାରିବ, ତ ସେତେବେଳେ ଆମେ ଶବ୍ଦ ଲେଖିବାର ଅଛି ପ୍ରଥମେ। ତ ବ୍ୟବସାୟିକ ୱାର୍ଡ଼ ଅଛି, ତ ଆମେ ଦେଖିବା ବ୍ୟବସାୟିକ। କେମିତି ବ୍ୟବସାୟିକଟା କେମିତି? ବ୍ୟବସାୟ, ବ୍ୟବସାୟ ତ କହୁନେ ନା, ବ୍ୟବସାୟ, ତ ଏଇଥିରୁ ହେଇଛି ବ୍ୟବସାୟିକ। ବ୍ୟବସାୟିକ, ଜାଣି ହେଲା ନା ନାହିଁ? ଆମେ ଏମିତି ୱାର୍ଡ଼ ଲେଖିବା, ତାପରେ ମିଳେଇବା। ଏଠି ବ୍ୟବସାୟିକ, ବ୍ୟବସାୟିକ, ତ ବ୍ୟବସାୟିକ, ବ୍ୟବସାୟ କରିବା, ତ ବ୍ୟବସାୟିକ ପ୍ରଥମଟା ଠିକ୍ ଅଛି, ଦ୍ୱିତୀୟଟା ବ୍ୟାବସାୟିକ ଅଛି, ଏଇଟା ଭୁଲ। ବ୍ୟାବସାୟିକ ଏଇଟା ମଧ୍ୟ, ବାବ୍ୟସାୟିକ ଏଇଟା ମଧ୍ୟ ଭୁଲ। ଜାଣି ହେଲା କେମିତି କରିବା? ଅପସନ୍ ଏ ହେଲା ଆନ୍ସର। ନେକ୍ସଟ, ନିମ୍ନଲିଖିତ ଶବ୍ଦମାନଙ୍କ ମଧ୍ୟରୁ ଶୁଦ୍ଧ ଶବ୍ଦଟି ଚିହ୍ନାଅ। ଶୁଦ୍ଧ ପଚାରିଛି ଆମକୁ। ଏଠି ସେମିତି ପରିଚ୍ଛନ୍ନ ଅଛି, ପରିଚ୍ଛନ୍ନ, ପରିଚ୍ଛ, ଦ୍ୱିତୀୟ ଛ, ଦ୍ୱିତୀୟ ଛ ନ, ବୁଝିହେଲା? ତ ପରିଚ୍ଛନ୍ନ ଏଇଟା କେମିତି ଦେଖିବା କି କେଉଁଠି ଅଛି? ପରିଚ୍ଛନ୍ନ ପ୍ରଥମଟାରେ ଅଛି ସେଇଟା, ଦ୍ୱିତୀୟଟାରେ ଦେଖିବା ପରିଚ୍ଛନ୍ନ। ଦେଖ ଏଠି କ'ଣ ଦ୍ୱିତୀୟ ଛ ନାହିଁ, ପ୍ରଥମ ଛ, ଏଇଟା ବୁଝିହେଉଛି। ଏଠି ପରିଚ୍ଛିନ୍ନ, ପରିଚ୍ଛନ୍ନ, ଏଠି ଦୀର୍ଘଇକାର ଆସୁଛି, ଏଇଟା ହସଇକାର। ତ ଆନ୍ସର ହେବ କି ଅପସନ୍ ଏ। ଏ ତିନିଟା କି ଭୁଲ ହେଇଗଲା। ନେକ୍ସଟ କ୍ୱେଶ୍ଚିନ୍ ଆମର କ'ଣ ଅଛି? ତୁନାଥ ପରମ ଦୟାଳୁ, ଏଠାରେ ପରମ ଶବ୍ଦଟି କେଉଁ ପ୍ରକାର ବିଶେଷଣ? ବିଶେଷଣର ବିଭିନ୍ନ ପ୍ରକାର ଅଛି।
विशेष्य विशेषण क्रिया विशेषण जाणीगला एठी सेमती विशेषण विशेषण तुनाथ परम दयालु देख राम जड़े दयालु व्यक्तित्व दयालु व्यक्ति थिले कि कौन दयालु व्यक्ति कौचे ना नहीं दयालु व्यक्ति ये व्यक्ति है कौन नाउन बा आमर विशेष विशेष्य ये दयालुटा विशेष्यर गुण विशेषण विशेष्यर गुणटा कौन कौचे विशेषण किंतु दयालु को ये परम पुणी कहूँ परम दयालु माने दयालुटा को अधिक कराइला मोर तुनाथ परम दयालु ये परम शब्दटी क्यों प्रकार विशेषण तो विशेषणर विशेषण माने मोर करदेला मोर इनहांस कला जो जिनसटा बेटर ये परम दयालु विशेषणर विशेषण हवा आंसर सार्वनाम तो ये दयालुटा कौन सर्वनाम नुह ना बदल कौन व्यवहार है तुलनात्मक कराए क्या सहित विधेय नुह तो विशेषणर विशेषण आंसर हम ऑप्शन सी पक्षपात शब्दर विपरीत शब्द लेख पक्षपात पक्षपातर विपरीत पक्षपात माने कौन सी पक्षरे पलैबा तार विपरीत कौन हम कौन सी पक्षरे न जीवा तो ये निरपेक्ष अपक्ष नुह सेमती किसी तो निरपेक्ष बुझे पूरा साइलेंट रहा कौन सी पक्षरे जीवानी ये निरपेक्षता गोटे अच्छी यदि पक्षपातिता था ये निरपेक्षता हूँ कौन गोटे विशेषण आकार देती पक्षपातिता जदि था तो सेठी कौन ही था निरपेक्षता सेमती सपक्ष विपक्ष गोटे ही था जाणीगला तो ये निरपेक्ष हवा आंसर हत्या करने को इच्छा करुवा व्यक्ति जो मैंने ये गोटे दिखाई एक पदर प्रकाश कर जी हत्या करने को इच्छा करे तो कहते जिघांसु जमी पीवा कर इच्छा करुवा पिपासु बुझीगला सेमती हत्या करने को इच्छा करुवा व्यक्ति जिघांसु आंसर हम कि ऑप्शन ए एक पद मन रखा पड़ो नेक्स्ट अच्छी लोभरु पाप पापरु मृत्यु एठारे क्यों विभक्तिर प्रयोग होइछि देख विभक्ति कथा जब देखा ये लोभ रु आसूची इठी मध्य रु आसूची जानी रु ठारू मानक ठारू यहाँ को विभक्ति पंचम विभक्ति रंग रही षष्ठी था तो ये रूम ठारू मानक ठारू यहीटा हो पंचमी बुझीगला पंचम विभक्ति ताले आंसर हो किए ऑप्शन सी पंचमी तृतीय चतुर्थ ये हो पारनी यहीटा हेनी तो आंसर है कि ऑप्शन सी नेक्स्ट देखा क्रियापदर शेष में लगी वर्ण बा वर्ण समष्टि को कौन कहुए क्रियापद तार शेष गोटे वर्ण लगे वर्ण समष्टि कौन हो पार देखा जमी खाइबा बुझीगला दौड़ा तो ये कौन आस शुभा होती ये कहीपर खाऊँगी बुझीगला ये खाइबा जो जिनसटा ये जब मूल नवा आम ये खाऊँगी खाइला ये कौन रोचे शेष ये छ शुभा हो ल शुभा हो ये कौन गोटे आमर ये वर्तमान समय टाक बुझाऊँ ये अतीत ये जिनसटा कौन आम समय को दर्शाऊँ काल को दर्शाऊँ तो आपको कौन कहुए शेष लगुच या कहुए कौन ना क्रिया विभक्ति कौन कहती क्रिया विभक्ति क्रियापदर जो शेष लगी वर्ण कहते क्रिया विभक्ति ये क्रिया विशेषण हो पार कि देखो विशेषण कहले कौन क्रिया को जोटा विशेष कर धीरे धीरे खाऊँ कि शीघ्र शीघ्र खाऊँ से विशेषण कराव तो ये क्रिया विशेषण नुह सकर्मक अकर्मक गोटे अच्छी सकर्म माने शिक्षक राम को गोटे आंब देले ये आंबटा गोटे हूँ कौन आंब जो देले आंबटा हूँ गोटे कर्म सकर्मक ये कर्मटा गोटे लगिला कौन देले ना नेक्स्ट धमकेवा यह क्यों प्रकार क्रियापद धमकाइबा ये गोटे प्रकार अच्छी आमर क्रियार विभिन्न प्रकार टाइप रही सकर्मक अकर्मक जानिले सकर्मक माने जोटा कर्म ता सहित आटाच रही पार कर्म जो क्रिया सहित रही पार अकर्मक जोटा कर्म नबनी ता सहित तो ये धमकाइबाटा कौन कर्म नहीं पारनी जानीगला तो ये अकर्मक क्रिया कहुए यहाँ अमिश्र नुह नाम धातु नुह तो यहाँ है अकर्मक क्रिया सेमती नेक्स्ट अच्छी तथापि यह कि प्रकार अव्यय पद तथापि आसूची
ତଥାପି, ଓ, ଏବଂ, କିମ୍ବା ଏସବୁ ହେଉଛନ୍ତି ଅବ୍ୟୟ ପଦ। ଏଠି ତଥାପିଟା କ'ଣ? ତଥାପି ମୁଁ କହିଲି ତଥାପି ସେ ମାନିଲା ନାହିଁ, ମାନେ ଦୁଇ ପ୍ରକାର ପଜିଟିଭ ନେଗେଟିଭ ଆସୁଛି ଗୋଟେ ପ୍ରକାର ଭିଉ, ମାନେ ଏଇଟା ବିଯୋଜକ ଆକୁ କୁହାଯାଏ। କ'ଣ କୁହାଯାଏ? ତଥାପି, କିନ୍ତୁ, ବିଯୋଜକ। ଏଇଟା ବିଯୋଜକ। ସଂଯୋଜକ ହେଇପାରିବନି, ସଂଯୋଗ ତ କଲାନି, ହେତୁବୋଧକ ହବନି, ସାମ୍ୟବୋଧକ ହବନି, ତ ବିଯୋଜକ କହନ୍ତି। ନେକ୍ସଟ ଅଛି ବାକ୍ ଯୁକ୍ତ ଆଡମ୍ବର ସନ୍ଧିକର। ବାକ୍ ଯୁକ୍ତ ଆଡମ୍ବର ଅଛି, ଆମେ ଗୋଟେ ପଢ଼ିଛେ କ ଯୁକ୍ତ ଅ କିମ୍ବା ଆ ମିଶିଲେ, କ ଯୁକ୍ତ ଅ କିମ୍ବା ଆ ମିଶିଲେ ଏଇଟା ଯେଉଁ କ ବର୍ଗ ଏହାର ତୃତୀୟ ବର୍ଣ୍ଣରେ ପରିଣତ କରିବ। ତୃତୀୟ ବର୍ଣ୍ଣ କିଏ? ଗ। ଜାଣିହେଲା? ତ ଏଠି ବାକ୍ ଯୁକ୍ତ ଆଡମ୍ବର, ଏଇଟା ଗ ହେଇଯିବ, ତ ବାଗାଡମ୍ବର ହବ। ବାକା ହବନି, ଏଇଟା ଭୁଲ। ବାଗା ହେଇପାରିବ, ବାକ୍ ଏଇଟା ହବନି, ଏଠି ବଗା ରହିଛି, ଏଇଟା ହବନି, ତ ବାଗାଡମ୍ବର। ଆନ୍ସର ବି। ଜାଣିହେଲା? ଆମେ ଜାଣିଛୁ କଚଟ ତପ ଗୋଟେ ରହିଛି, 5ଟା ବର୍ଗ ଆମେ ପଢ଼ିଛେ ନା ନାହିଁ? କଚଟ ତପ ଯେତେବେଳେ କ ବର୍ଗ ସହିତ ଅ କିମ୍ବା ଆ ମିଶିବ, ଏଇଟା ବର୍ଗର ତୃତୀୟ ବର୍ଣ୍ଣରେ କନଭର୍ଟ ହେଇଯିବ। ତୃତୀୟ ବର୍ଣ୍ଣ କିଏ? ଗ। ଜାଣିହେଲା? ଯଦି ସନ୍ଧି ଚାପ୍ଟର ପଢ଼ିବା ପାଇଁ ଚାହୁଁଛ, ମୁଁ ସନ୍ଧି ଚାପ୍ଟର ଉପରେ ଗୋଟେ ଭିଡ଼ିଓ କରିଛି, ତାର ପ୍ଲେଲିଷ୍ଟ, ତାର ଲିଙ୍କ ଦେଇଛି, ଭିଡ଼ିଓ ଲିଙ୍କଟା ଡିସ୍କ୍ରିପ୍ସନରୁ ଦେଖିପାରିବ। ରେଳଗାଡ଼ି କେଉଁ ସମାସ? ଦେଖ, ସମାସରେ ଗୋଟେ ଥାଏ ପୂର୍ବପଦ, ପରପଦ। ପୂର୍ବ ଆଉ ଗୋଟେ ପରପଦ ଥାଏ, ତାର ଯାହାର ପ୍ରାଧାନ୍ୟ ଅନୁସାରେ ତାକୁ ବିଭିନ୍ନ ପ୍ରକାର ଟାଇପ୍ରେ କନଭର୍ଟ କରାହେଇଛି ଆମର ସମାସକୁ। ଏଠି ରେଳଗାଡ଼ି କେଉଁ ସମାସ ହେବ? ବହୁବ୍ରୀହି ସମାସ କହିଲେ କ'ଣ ନା, ଯେଉଁଠି ବହୁବ୍ରୀହି ମାନେ ଅନ୍ୟ ଅର୍ଥ ପ୍ରକାଶ କରିବ। ଯେଉଁ ଆମ ଶବ୍ଦ ରହିଛି ପୂର୍ବପଦ, ପରପଦ, ସେମାନଙ୍କର ମୂଳ ଅର୍ଥ କିଛି ପ୍ରକାଶ ନ କରିକି ଅନ୍ୟ ଅର୍ଥ। ଦଶାନନ କହିବି, ଦଶାନନ କହିଲେ ରାବଣ। ଏ ଦଶାନନ ରାବଣକୁ ବୁଝେଇଲା, କିନ୍ତୁ ଦଶାନନ ଅର୍ଥ କ'ଣ? 10ଟା ମୁଣ୍ଡ, କିନ୍ତୁ ଏଠି ଅର୍ଥ କ'ଣ? ରାବଣ। ଜାଣିହେଲା ନା ନାହିଁ? ତ ଏଠି ସେମିତି ଏଇଟା ବହୁବ୍ରୀହି ସମାସରେ ଯାଉଛି, ତ ଏଠି ବହୁବ୍ରୀହି ଆନ୍ସର ହେଇପାରିବନି ରେଳଗାଡ଼ିଟା। ରେଳଗାଡ଼ିର ଏଠି ବ୍ୟାସ ବାକ୍ୟ ଯଦି ଆମେ ଦେଖିବା, ଏଇଟା ରେଳରେ ଚାଲୁଥିବା ଗାଡ଼ି। ରେଳରେ, ରେଳ ଇଞ୍ଜିନ କହୁଛେ ନା, ରେଳରେ ଚାଲୁଥିବା ଗାଡ଼ି। ତ ଏଠି ରେ ଚାଲୁଥିବାଟା କଟିକି କ'ଣ ହେଇଛି? ରେଳଗାଡ଼ି ହେଇଛି। ବୁଝିହେଲା ନା ନାହିଁ? ତ ଏଠି ସିଂହ ଚିହ୍ନିତ ଆସନ, ଯେମିତି ସିଂହାସନ, ସେମିତି ରେଳରେ ଚାଲୁଥିବା ଗାଡ଼ି ରେଳଗାଡ଼ି। ତ ଏଠି ବହୁବ୍ରୀହି ହେବନି। ଅବ୍ୟୟ ଆସିବ କି? ନା, ଅବ୍ୟୟ ନୁହଁ। ମଧ୍ୟପଦ ଲୋପୀ କର୍ମଧାରୟ, ଏଠି ମଧ୍ୟ, ଏଇ ଯେଉଁ ମଝିରେ ଲାଗିଛି ପଦ, ଏଇଟା ଲୋପ ପାଇଯାଉଛି, ତାକୁ କୁହାଯାଏ ମଧ୍ୟପଦ ଲୋପୀ କର୍ମଧାରୟ ସମାସ। ଆନ୍ସର ହେବ ଅପସନ୍ ସି। ଦ୍ୱନ୍ଦ୍ୱ ସମାସ କହିଲେ କ'ଣ ନା, ଯେଉଁଠି ଓ ଲାଗୁଥିବ। ରାମ, ଲକ୍ଷ୍ମଣ, ସୀତା। ଦ୍ୱନ୍ଦ୍ୱ ମାନେ ଆମକୁ ଦ୍ୱନ୍ଦ୍ୱ କ୍ରିଏଟ୍ କରୁଥିବ। କାହାର ପ୍ରାଧାନ୍ୟ? ନା, ରାମ, ଲକ୍ଷ୍ମଣ ଓ ସୀତା ଲେଖିବି। ବୁଝିହେଲା? ଆମେ 3ଟା ଲେଖିଲେ ଏଠି, ତ ଏଠି 3ଟା ଶବ୍ଦରୁ କାହାର ଗୋଟେ ଅର୍ଥ ପ୍ରାଧାନ୍ୟ, 3ଟା ଗିର ଅର୍ଥ ପ୍ରାଧାନ୍ୟ ଭଳିଆ ଜଣାପଡ଼ୁଛି। ଆମକୁ ଦ୍ୱନ୍ଦ୍ୱ କ୍ରିଏଟ୍ କରୁଛି, କେଉଁଟା ପୂର୍ବ କେଉଁଟା ପର। ତ ଏଇଟା ଦ୍ୱନ୍ଦ୍ୱ ସମାସ ଏଇଭଳିଆ। ନେକ୍ସଟ କ୍ୱେଶ୍ଚିନ୍ ଅଛି, ଅଜିତ କହିଲା ସେ ବର୍ତ୍ତମାନ ଭୁବନେଶ୍ୱର ଯିବ। ଏହା ବାକ୍ୟଟି କେଉଁ ପ୍ରକାର ଉକ୍ତିର ଅନ୍ତର୍ଭୁକ୍ତ? ପରୋକ୍ଷ ପ୍ରତ୍ୟକ୍ଷ ଉକ୍ତି ଆମେ ଜାଣିଛେ, ସେମିତି ଏଠି ଅଜିତ କହିଲା ସେ ବର୍ତ୍ତମାନ ଭୁବନେଶ୍ୱର ଯିବ। ତ ସେ କହିଲା, ଅଜିତ କହିଲା, ଅଜିତ କହିଲା ସେ ବର୍ତ୍ତମାନ ଭୁବନେଶ୍ୱର ଯିବ। ଦେଖିବା, ଆକୁ ଆଉ ଜଣେ କିଏ ଗୋଟେ କହୁଛି, ମାନେ ଅଜିତ ତ କହିଲା ବୋଲି ସେଇ ଜିନିଷଟା ଆଉ ଜଣେ ଦର୍ଶାଉଛି। ସେ ବର୍ତ୍ତମାନ ଯିବ, କିଏ ଯିବ? ନା, ଅଜିତ ଯିବ। ୟାକୁ ଆଉ ଜଣେ ଥାର୍ଡ଼ ପର୍ସନ୍ କିଏ କହୁଛି? ତ ଏଇଟା ପରୋକ୍ଷରେ କୁହାହେଲା। ଜାଣିହେଲା ନା ନାହିଁ? ସେମିତି ସେ ଧନୀ ମାତ୍ର ସୁଖୀ ନୁହନ୍ତି, ଏହା କେଉଁ ପ୍ରକାର ବାକ୍ୟ? ଯେତେବେଳେ ମାତ୍ର ଅବ୍ୟୟ ପଦ ଗୋଟେ ରହିବ, ମାତ୍ର, କିନ୍ତୁ, ଓ, ସିଏ ହେଉଛି କ'ଣ? ଯୌଗୀୟ ବାକ୍ୟରେ ଆମେ ପଳେଇ, ମାତ୍ର ଆସିଲା, ତ ଏଠି ଯୌଗୀୟ ବାକ୍ୟ କୁହାଯାଏ। ସରଳ ବାକ୍ୟ କ'ଣ? ଗୋଟିଏ ମାତ୍ର ସମାପିକା କ୍ରିୟା ରହିବ। ଜାଣିହେଲା ନା ନାହିଁ? ଏଠି ସରଳ ବାକ୍ୟ ହେଇପାରିବନି ଏଇଟା। ଏଠି ଦେଖ, ସେ ଧନୀ ଅର୍ଥ ସେ ଧନୀ ଅଟେ, ଏଠି ମଧ୍ୟ ଅଟେ ଗୋଟେ ଅଛି ସମାପିକା କ୍ରିୟା, ଏଠି ନୁହନ୍ତି ଗୋଟେ ସମାପିକା କ୍ରିୟା। ତ ଏଠି ସରଳ ନୁହଁ। ଜଟିଳ ମାନେ 2ରୁ କ'ଣ ଅଧିକ ସରଳ ବାକ୍ୟ ରହିବ। ସରଳ, ଯୌଗିକ, ଜଟିଳ ମାନେ ଅତ୍ୟଧିକ ରହିବ ସେଠି ବାକ୍ୟ, ତାକୁ ସେଇଟା ଜଟିଳ ହେଇଯିବ। ଯେତେବେଳେ ମାତ୍ର, କିନ୍ତୁ, ଅବ୍ୟୟ ପଦ କିଛି ଆସିବ ହେରି, ସେଠି ଯୌଗିକରେ କନଭର୍ଟ ହେଇଯିବ। ମିଶ୍ର ବାକ୍ୟ ମାନେ କ'ଣ ନା, ସବୁ ପ୍ରକାର ବାକ୍ୟ ମିଶିକି ରହିପାରିବ ଆ ଦେହରେ, ମିଶ୍ର ବାକ୍ୟ। ନେକ୍ସଟ କ୍ୱେଶ୍ଚିନ୍, ଟପର ଟପର ମେଘ ବରଷିଲା।
ଇ ଟପର ଟପର କାହାକୁ ଦର୍ଶାଉଛି ମାନେ କାହାର ଗୁଣକୁ ଦର୍ଶାଉଛି ଦେଖିବା ଏଠି ଟପର ଟପର କେଉଁ ପ୍ରକାର ପଦ ପଚାରିଛି ତ ଏଠି ଟପର ଟପରଟା ମେଘର ଗୁଣକୁ ଦର୍ଶାଉଛି ନା ବରଷିଲା ଗୁଣକୁ ଦର୍ଶାଉଛି ମେଘଟା ଟପର ଟପର ବରଷୁଛି ଆମେ କହୁଛେ ରାମ ଧୀରେ ଧୀରେ ଚାଲୁଛି ଚାଲିବାଟା ଧୀରେ ଧୀରେ ହେଉଛି ସେମିତି ବରଷିବାଟା ଶବ୍ଦଟା ଯେଉଁ ବରଷିଲା ଟପର ଟପର ବର୍ଷିଲା ବୁଝିହେଲା ନା ମେଘଟା ଟପର ଟପର ହେଉଛି ମାନେ ଏଠି ବର୍ଷିବାର ଯେଉଁ ଗୋଟେ ଗୁଣ ସାଉଣ୍ଡକୁ ଦର୍ଶାଉଛି ତ ଏଠି ଗୁଣକୁ ଜଣଙ୍କର ଦର୍ଶାଉଛି ଗୁଣଟା କ'ଣ ତ ବିଶେଷଣ ପଦ ହବ ଜାଣିହେଲା ଟପର ଟପର ବରଷିଲା ତ ଏଠି ବିଶେଷଣ ପଦ ହବ ଆନ୍ସର ନରେଶ ଧୂର୍ତ୍ତ କିନ୍ତୁ ସୁରେଶ ସେପରି ନୁହେଁ ଏହି ବାକ୍ୟରେ ସେପରିଟା କି ପ୍ରକାର ଶବ୍ଦ ପଚାରିଛି ଆମକୁ ସେପରିଟା କି ପ୍ରକାର ଶବ୍ଦ ଦେଖ ନରେଶ ଧୂର୍ତ୍ତ କିନ୍ତୁ ସୁରେଶ ସେପରି ନୁହେଁ ସୁରେଶ ନାଁ ଦି ଜଣଙ୍କର କହିଛି ସେପରି ନୁହେଁ ସେପରି ମାନେ ଧୂର୍ତ୍ତ ସହିତ ତୁଳନା କରାହେଇଛି ଜାଣିହେଲା ନା ନାହିଁ ଧୂର୍ତ୍ତ ସେପରିଟା କହିଲେ କ'ଣ ନା ଆମେ ଜାଣୁଛେ ସିଏ ସେ ସେଇଟା କ'ଣ ଆମର ଏଇଟା ସର୍ବନାମ ସେଇଟା କ'ଣ ସେ ନାମ ବଦଳରେ ଯେତେବେଳେ ବ୍ୟବହାର ହେବ ତାକୁ କୁହାଯାଏ ସର୍ବନାମ ସେମିତି ସେପରିଟା ଗୋଟେ ସର୍ବନାମ ଏଠି ଧୂର୍ତ୍ତ ବଦଳରେ ବ୍ୟବହାର ହେଇଛି ବିଶେଷ୍ୟ ତ ହେଇପାରିବନି ବିଶେଷଣ ନୁହଁ ସର୍ବନାମ ହିଁ ହେବ ଆନ୍ସର ଅବ୍ୟୟ ନୁହଁ ଏଇଟା ଗୋଟେ ତ ଆନ୍ସର ହେଲା କି ଅପସନ୍ ସି ଇଏ ହେଲା ଗ୍ରାମାର କୋଶ୍ଚିନ୍ ଏବେ ଅଛି ଟ୍ରାନ୍ସଲେସନ୍ ଉପରେ କିନ୍ତୁ ଟ୍ରାନ୍ସଲେସନ୍ର ଇଏ କୋଶ୍ଚିନ୍ ଯେଉଁ କ'ଣ ନା ଏଇଟା ଆମର ଇଡ଼ିୟମ୍ ଫ୍ରେଜ୍ ରହୁଛି ରୂଢ଼ି ମାନେ ଆମର କ'ଣ ଯେଉଁ ଇଂଲିଶ ୱାର୍ଡ଼ ଦେବ ବା ସେଣ୍ଟେନ୍ସ ଦେବ ସେଇଟା ମୂଳ ଅର୍ଥ ଦେଖେଇବନି ତାର କିଛି ଅଲଗା ଅର୍ଥ ଦେଖେଇବ ଦେଖିବା କଟିଂ ଏଜ୍ ଟେକ୍ନୋଲୋଜି କହିଲେ କ'ଣ ବୁଝେ ଏଠି କଟିଂର ଯଦି ଆମେ କ'ଣ ସିଧା ଅର୍ଥ ଦେଖିବା କଟିଂ ଅର୍ଥ କାଟି ପାରୁଥିବ ଏଜ୍ ମାନେ ଧାର ଟେକ୍ନୋଲୋଜି ମାନେ ଯନ୍ତ୍ରପାତି ବୁଝିହେଉଛି ନା ନାହିଁ କଟିଂ ଏଜ୍ ଟେକ୍ନୋଲୋଜି ମାନେ କ'ଣ ଯେଉଁଟା କାଟି ପାରୁଥିବ ଧାର ଯନ୍ତ୍ର ତା ଅର୍ଥ ସିଏ ବୁଝେଇବ କିନ୍ତୁ ଏଇଟା ଆନ୍ସର ନୁହଁ ଏଇଟା ହେଉଛି କ'ଣ ଗୋଟେ ଇଡ଼ିୟମ୍ ଫ୍ରେଜ୍ ତ କଟିଂ ଏଜ୍ ଟେକ୍ନୋଲୋଜିର ଅର୍ଥଟା କ'ଣ ହେଉଛି କି ନା କ'ଣ ନା ଏବେ ପ୍ରଚଳିତ ଯନ୍ତ୍ର ଆନ୍ସର କ'ଣ ଏବେ ପ୍ରଚଳିତ ଯନ୍ତ୍ର ସାମରିକ ଯନ୍ତ୍ର ନୁହଁ ଡିଫେନ୍ସ ନୁହଁ ଜ୍ୟାମିତିକ ଯନ୍ତ୍ର ନୁହଁ ତ ଆନ୍ସର ହେଲା କି ଅପସନ୍ ବି ସେମିତି ଫେଲ୍ଡ ଲାଇକ୍ ଏ ଡେଡ୍ ଡକ୍ ମାନେ କ'ଣ ସମ୍ପୂର୍ଣ୍ଣ ଭାବରେ ବିଫଳ ହେଇଯିବା ଏହାର ଅର୍ଥଟା କ'ଣ ସମ୍ପୂର୍ଣ୍ଣ ଭାବରେ ବିଫଳ ହେଇଯିବା ଏଠି ମଲା ବତକ ଏଇଟା ନୁହଁ ଆମର ଏଠି ମୂଳ ଅର୍ଥରୁ କିଛି ଅଲଗା ଅର୍ଥ ରହିବ ଜାଣିହେଲା ତ ଆନ୍ସର ଏଇଟା ମଧ୍ୟ ନୁହଁ ସେ ଏଠି ଦେଇଛି ଗିଭେନ୍ ଦ ପିଙ୍କ ସ୍ଲିପ୍ ଏହାର ଅର୍ଥ କ'ଣ ସ୍ଲିପ୍ ଆମେ ଜାଣିଛେ ସାଲାରୀ ସ୍ଲିପ୍ ସେମିତି ପିଙ୍କ ସ୍ଲିପ୍ ଅର୍ଥ କ'ଣ ନା ଏଠି ମାନେ ଗୋଟେ ଚାକିରିରୁ ବହିଷ୍କାର କରାହେବ ତାକୁ ତ ଏଠି ଚାକିରିରେ ପଦୋନ୍ନତି ହେବା ଏଇଟା ଭୁଲ ଚାକିରିରୁ ବାହାର କରିଦେବା ଆନ୍ସର ଏଇଟା ଗୋଲାପୀ ପ୍ରେମ ନିବେଦନ ଏଇଟା ନୁହଁ ପ୍ରଶଂସା କରିବା ଏଇଟା ନୁହଁ ତ ଚାକିରିରୁ ବାହାର କରିବା ଗୋଟେ କୁହାଯାଇଛି ଫାୟାର୍ଡ ଇଲନ୍ ମସ୍କ ଫାୟାର୍ଡ 2000 ଏମ୍ପ୍ଲୟିଜ୍ ତ ଏଠି ଫାୟାର୍ଡ ଯେଉଁ କ'ଣ କହନ୍ତି ମାନେ ଏଠି ତାଙ୍କୁ ଏମ୍ପ୍ଲୟି ମାନଙ୍କୁ ବାହାର କରାହେଲା କମ୍ପାନୀରୁ ଜାଣିହେଲା ସେମିତି କଟିଂ କର୍ଣ୍ଣର୍ସ କର୍ଣ୍ଣର ମାନେ କୋଣ ଗୁଡ଼ିକୁ କାଟିବା ତା ଅର୍ଥ ନୁହଁ ଯେ କୋଣକୁ କାଟିବା କଟିଂ କର୍ଣ୍ଣର୍ସ ମାନେ ସର୍ଟକଟ୍ ଦେଖିବା ଏଠି କ'ଣ ସର୍ଟକଟ୍ ଧାରକୁ କାଟି ସଳଖ କରିଦେବା ଏଇଟା ନୁହଁ ଚତୁରତା ଦେଖେଇବା ଏଇଟା ନୁହଁ ଉପଯୁକ୍ତ ଉଦ୍ୟମ ନ କରି ସଫଳତା ଖୋଜିବା ବୁଝିହେଲା ଉଦ୍ୟମ କରାହେଇନି ସର୍ଟକଟ୍ ଖୋଜା ହେଉଛି ସଫଳତା ପାଇଁ ତ ଉପଯୁକ୍ତ ଉଦ୍ୟମ ନ କରି ସଫଳତା ଖୋଜିବା ଆନ୍ସର ହେଲା ଅପସନ୍ ସି ସମସ୍ତ ଉଦ୍ୟମ ସହ କାର୍ଯ୍ୟ କରିବା ଏଇଟା ନୁହଁ କଟିଂ କର୍ଣ୍ଣର୍ସ ଜାଣିପାରିଲେ ସେମିତି ହ୍ୟାଙ୍ଗ ଇନ୍ ଦି ଏୟାର ଗୋଟେ ଅଛି ହ୍ୟାଙ୍ଗ ସେମିତି ଆଉ ଗୋଟେ ଅଛି ଗୋଟେ ହ୍ୟାଙ୍ଗଡ ଗୋଟେ ହ୍ୟାଙ୍ଗ ହଙ୍ଗ ଜାଣିହେଲା ନା ଏଠି ସେମିତି ହ୍ୟାଙ୍ଗ ଅର୍ଥ ଝୁଲି ରହିବା ଏଠି ଯେ କାହା ସହିତ ନା ଉଦ୍ୟମ ସହିତ ଝୁଲି ରହିବା ବା ଜାରି ରଖିବା ହ୍ୟାଙ୍ଗଡ ଟିଲ୍ ଡେଟ୍ ଆମେ କହୁଛେ ନା ନାଇଁ ହ୍ୟାଙ୍ଗ ହଙ୍ଗ ଓହଳେଇବା ଗୋଟେ କାନ୍ଥରେ ଫଟୋ ଟାଙ୍ଗୁଛେ ସେଇଟା କୁହନ୍ତି ହ୍ୟାଙ୍ଗ କରିବା ହ୍ୟାଙ୍ଗର ଆମେ ଜାଣିଛେ ନା ନାଇଁ ସେମିତି ହ୍ୟାଙ୍ଗଡ ଗୋଟେ ଅଛି ସେଇଟା ହେଉଛି କ'ଣ ହ୍ୟାଙ୍ଗଡ ଟିଲ୍ ଡେଟ୍ ଏଇଟା ମଧ୍ୟ ହ୍ୟାଙ୍ଗଡ ଅଛି ଏଠି ଆତ୍ମହତ୍ୟା ନୁହଁ ଏଠି ହ୍ୟାଙ୍ଗ ଇନ୍ ଦେୟାର ମାନେ ଉଦ୍ୟମ ଜାରି ରଖିବା ଜାଣିହେଲା
କନ୍ସପିରେସି ରିକ୍ୱାର୍ସ ମିଟିଂ ଅଫ୍ ମାଇଣ୍ଡ। କନ୍ସପିରେସି ରିକ୍ୱାର୍ସ ମିଟିଂ ଅଫ୍ ମାଇଣ୍ଡ ଅର୍ଥ କନ୍ସପିରେସି କହିଲେ ଷଡ଼ଯନ୍ତ୍ର, କୁଟିଳ ବୁଦ୍ଧି ଯେଉଁମାନେ କରନ୍ତି କନ୍ସପିରେସି କରନ୍ତି। ରିକ୍ୱାର୍ସ ମାନେ ଆବଶ୍ୟକ କରେ, ମିଟିଂ ଅଫ୍ ମାଇଣ୍ଡ ମନର ସହମତି ବା ଏକମତି, ଏହି ଷଡ଼ଯନ୍ତ୍ର ସହମତିରୁ ସୃଷ୍ଟି ହୁଏ। ଜାଣିହେଲା ଏଠି ସିଧା ଅର୍ଥ ଗୋଟେ ଦେଖାଉଛି, ଷଡ଼ଯନ୍ତ୍ର ମନରୁ ସୃଷ୍ଟି ହୁଏ, ଏଇଟା ନୁହଁ। ମିଟିଂ ଅଫ୍ ମାଇଣ୍ଡ ମାନେ ମିଟ୍ କରିବ, ମିଶୁଥିବ ମନ, ସେଠି ଷଡ଼ଯନ୍ତ୍ର ହବ। ଷଡ଼ଯନ୍ତ୍ର ପାଇଁ ବୈଠକ କରାଯାଏ, ଦୁଇ ଜଣ ଲୋକ ମିଶିଲା ପରେ କୌଣସି ଷଡ଼ଯନ୍ତ୍ର ବନେଇବେ, ମାନେ ତାଙ୍କ ମନ ମିଶିଲା ପରେ ତ ସେ ଗୋଟେ ଯୋଜନା ବନେଇବେ, ଯେମିତି ଟେରୋରିଷ୍ଟ ମାନେ, ସେମିତି ଷଡ଼ଯନ୍ତ୍ର ସହମତିରୁ ସୃଷ୍ଟି ହୁଏ। ଆନ୍ସର ଏଠି ଅପସନ୍ ବି। ସି ଆଇ ଟୁ ଆଇ। ସି ଆଇ ଟୁ ଆଇ ମାନେ କ'ଣ? ଆଇ ଟୁ ଆଇ ସେମାନେ ଏଠି ଆଖିରେ ଆଖି ମିଳେଇବା, ନା ଏଇଟା ନୁହଁ, ରାଇଟ୍ ଅର୍ଥ ନୁହଁ। ଆଖିରେ ଆଖିକୁ ଦେଖିବା, ସି ଅର୍ଥ ଦେଖିବା ନା, ଏଇଟା ମଧ୍ୟ ନୁହଁ। ଏକମତ ହବା, ଏଇଟା ସି ଆଇ ଟୁ ଆଇ ମାନେ ଏକମତ ହବା, ଅପସନ୍ ସି। ଆଖି ଓ ମନ ମିଳେଇବା, ଏଇଟା ନୁହଁ। ଆନ୍ସର ହେଲା କି ଅପସନ୍ ସି। ହ୍ୱାଟ୍ ଇଜ୍ ଦ ମିନିଂ ଅଫ୍ ଦ ୱାର୍ଡ ଅନକ୍ୟାନି? ଅନକ୍ୟାନିର ଅର୍ଥ ଆବନର୍ମାଲ ଗୋଟେ, ତ ଏଠି ସ୍ୱାଭାବିକ ଠାରୁ ଭିନ୍ନ, ଯେଉଁଟା କହନ୍ତି ଆବନର୍ମାଲ, ଅନକ୍ୟାନି। ଅପସନ୍ ବି। ତ ବେତ ଭଳି ନୁହେଁ, ଏଇଟା ମଧ୍ୟ ହେବନି, ବିରଳ ହେବନି, ଅସମ୍ଭବ ହେବନି। ତ ଆନ୍ସର ହେଲା କ'ଣ ନା ସ୍ୱାଭାବିକ ଠାରୁ ଭିନ୍ନ। ନେକ୍ସଟ ଅଛି ହ୍ୱାଟ୍ ଇଜ୍ ମିଣ୍ଟ ବାଇ ଆନାର୍ସିମ୍। ତ ଏଠି ଆନାର୍ସିମ୍ ଅର୍ଥ, ଏଠି ଆନ୍ ଅର୍ଥ ନଟ୍କୁ ବୁଝାଉଛି। ଆନ୍ ଅର୍ଥ କ'ଣ ନା ନଟ୍। ଏଠି ଆର୍କ ଗୋଟେ ରୁଟ୍, ARCH, ଆର୍କ, ଏହାର ଅର୍ଥ ନା ରୁଲ୍ କରିବା। ଆମେ ଜାଣିଛେ ପାଟ୍ରିଆର୍କ, ପାଟ୍ରିଆର୍କ, ଏହାର ଅର୍ଥ କ'ଣ? ପାଟ୍ରି ହେଲା ଫାଦର, ଆର୍କ ମାନେ ରୁଲିଂ। ଯେଉଁଠି ପିତାଙ୍କର ଶାସନ ରହୁଥିବ ତାକୁ କୁହାଯାଏ ପାଟ୍ରିଆର୍କ। ସେମିତି ମାଟ୍ରିଆର୍କ, ମଦର ଯେଉଁଠି ଶାସନ ରହୁଥିବ। ତ ଏଠି ଆନାର୍ସି ମାନେ ଯେଉଁଠି କାହାର ଶାସନ ରହିବନି, ନୋ ରୁଲ୍, ନୋ ରୁଲ୍। ତ ନୋ ରୁଲ୍ ମାନେ ଅରାଜକତା। ଆନ୍ସର ହେବ କି ଅପସନ୍ ଡି, ଏଠି ଅରାଜକତା ଅଛି। ଏକଛାତ୍ରବାଦୀ ନୁହଁ, ଗଣତାନ୍ତ୍ରିକ ଶାସନ ନୁହଁ, ଡେମୋକ୍ରେସି ସେଇଟା କହନ୍ତି। କ୍ରେସି ଗୋଟେ ଅଛି ମଧ୍ୟ, କ୍ରେସି, ଡେମୋକ୍ରେସି, କ୍ରେସି ଅର୍ଥ ମଧ୍ୟ ରୁଲ୍ କରିବା। ଜାଣିହେଲା? ତ ଅତୀତର ଶାସନ ନୁହଁ, ତ ଏଇଟା ଅରାଜକତା। ଆନ୍ସର ହେଲା କି ଅପସନ୍ ଡି। ନେକ୍ସଟ କ୍ୱେଶ୍ଚିନ୍ ଅଛି ହୋମିସାଇଡ୍ ଇଜ୍ ଏ ହେନିୟସ୍ କ୍ରାଇମ୍। ହୋମିସାଇଡ୍ କହିଲେ କ'ଣ ବୁଝେ? ଏଠି ଦେଖ ସାଇଡ୍ ଗୋଟେ ଶବ୍ଦ ଅଛି, ସାଇଡ୍ଟା କହିଲେ ମାନେ କିଲ୍ କରିବା। ହୋମି ମାନେ କ'ଣ? ହୋମି ମାନେ କହିଲେ ଏଠି ପିପୁଲ୍, କ'ଣ କହିଲେ ଏଠି ପିପୁଲ୍। ହୋମୋସାପିଏନ୍ସ ଆମେ ଜାଣିଛେ, ହୋମୋସାପିଏନ୍ସ ହେଉଛି କ'ଣ ଆମର କ'ଣ ମନୁଷ୍ୟର ସାଇଣ୍ଟିଫିକ୍ ନେମ୍। ତ ଏଠି ହୋମିସାଇଡ୍ କହିଲେ ମାନେ ପିପୁଲ୍କୁ କିଲ୍ କରିବା, ଯେଉଁ ଲୋକଙ୍କୁ ଯିଏ ହତ୍ୟା କରେ ସେଇଟା ହେଉଛି ହୋମିସାଇଡ୍। ସେମିତି ସୁଇସାଇଡ୍, ସୁଇ ଅର୍ଥ କ'ଣ ସେଲ୍ଫ, ସେ ନିଜକୁ ଯିଏ କିଲ୍ କରେ ସେଇଟା କୁହାଯାଏ ସୁଇସାଇଡ୍। ସେମିତି ହୋମିସାଇଡ୍ ମାନେ ପିପୁଲ୍କୁ ଯିଏ କିଲ୍ କରେ। ଇଜ୍ ଏ ହେନିୟସ୍ କ୍ରାଇମ୍, ହେନିୟସ୍ ମାନେ ଘୃଣ୍ୟ, ଜଘନ୍ୟ। ଜାଣିହେଲା? କ୍ରାଇମ୍, କ୍ରାଇମ୍ ମାନେ ହତ୍ୟା, ଅପରାଧ, ଏଇଟା ହେଇପାରିବ କ୍ରାଇମ୍। ତ ଆତ୍ମହତ୍ୟା ଏକ ଜଟିଳ ଅପରାଧ, ଏଠି ଆତ୍ମହତ୍ୟା କଥା କୁହାଯାଇନି, ତ ଆନ୍ସର ଏ ହେବନି। ଏଠି ମଧ୍ୟ ଆତ୍ମହତ୍ୟା ଅଛି, ଏଇଟା ହେଇପାରିବନି। ତ ହତ୍ୟା କଥା ଅଛି ଏଠି ଗୋଟେ। ହତ୍ୟା ଏକ ଜଘନ୍ୟ ଅପରାଧ, ତ ଜଘନ୍ୟ, ହେନିୟସ୍ ମାନେ ଜଘନ୍ୟ, ଘୃଣ୍ୟ ପୁରା। ତ ଆନ୍ସର ବି ହେବ ଏଠି। ନେକ୍ସଟ କ୍ୱେଶ୍ଚିନ୍ ଅଛି ଏକ୍ସଟିଂକ୍ସନ୍ ଅଫ୍ କର୍ଣ୍ଣର ଷ୍ଟୋନ୍ ସ୍ପେସିଜ୍ ଇଣ୍ଡିକେଟ୍ସ ଚେଞ୍ଜ ଅଫ୍ ଦ ବାୟୋସ୍ଫିୟର। ଇଣ୍ଡିକେଟ୍ସ ଚେଞ୍ଜ ଅଫ୍ ଦ ବାୟୋସ୍ଫିୟର। ବାୟୋସ୍ଫିୟର ମାନେ ଜୈବମଣ୍ଡଳ, ଜୈବମଣ୍ଡଳର ପରିବର୍ତ୍ତନର ସୂଚନା କିଏ ଦେଉଛି? ଏକ୍ସଟିଂକ୍ସନ୍ ମାନେ ଲୋପ ପାଇଯାଉଛି, ଏକ୍ସଟିଂକ୍ସନ୍ ଅର୍ଥ ଲୋପ ପାଇଯିବା, ଅଫ୍ କର୍ଣ୍ଣର ଷ୍ଟୋନ୍ ସ୍ପେସିଜ୍ ଗୋଟେ ପ୍ରଜାତି। ପ୍ରଜାତି ମାନେ କର୍ଣ୍ଣର ଷ୍ଟୋନ୍ କହିଛି ଏଠି। କର୍ଣ୍ଣର ଷ୍ଟୋନ୍ ମାନେ କହିଲେ ମୂଳ ପ୍ରଜାତି ଗୋଟେ କହିବାକୁ ପ୍ରକାର। ଜାଣିହେଲା? ଏଠି କର୍ଣ୍ଣର ଷ୍ଟୋନ୍ ଅର୍ଥ ନୁହଁ ଯେ କ'ଣ କୋଣରେ ପଡ଼ିଥିବା ପଥର, ସେ ନୁହଁ। କର୍ଣ୍ଣର ଷ୍ଟୋନ୍ ପ୍ରଜାତି ମାନେ ମୂଳ ପ୍ରଜାତି ଯିଏ। ଏଠି ମୂଳ ପ୍ରଜାତି ଲୋପ ପାଇବା ଜୀବମଣ୍ଡଳ ପରିବର୍ତ୍ତିତ ହୋଇଥିବାର ସୂଚନା ଦିଏ। କ'ଣ ଏଇଟା? ଆନ୍ସର ହେବ ଅପସନ୍ ଏ। ଏକ୍ସଟିଂକ୍ସନ୍ ମାନେ ଲୋପ ପାଇବା, କର୍ଣ୍ଣର ଷ୍ଟୋନ୍ ସ୍ପେସି ମାନେ ମୂଳ ପ୍ରଜାତି। ଇଣ୍ଡିକେଟ୍ସ ଏଠି ସୂଚନା ଦିଏ ଚେଞ୍ଜ ଅଫ୍ ଦ ବାୟୋସ୍ଫିୟର, କାହାର ନା ଜୀବମଣ୍ଡଳ ପରିବର୍ତ୍ତିତ ହୋଇଥିବାର। ଜାଣିହେଲା? ଏଠି ଦେଖିବା ଜୀବମଣ୍ଡଳର ପଥୁରିଆ ସ୍ଥାନରେ ରହୁଥିବା ପ୍ରଜାତି ଲୋପ ପାଇବା, ପରିବେଶ ପରିବର୍ତ୍ତିତ ହେବା, ଏଇଟା ହେବନି। ଜାଣିହେଲା ନାହିଁ? ଇଏ ମଧ୍ୟ ହେଇପାରିବନି। ତୃଣଭୋଜି କଥା କହିଛି ଏଠି, କ'ଣ ଆମକୁ ଏଠି କହନି ତୃଣଭୋଜି କଥା କିଛି।
ଜାଣିଲେ ଏମିତି ମଧ୍ୟ ଅପସନ୍ ଏଲିମିନେଟ୍ କରିକି ଆମେ କରିପାରିବା। ନେକ୍ସଟ କ୍ୱେଶ୍ଚିନ୍ ଅଛି ପ୍ରାକ୍ଟିସିଂ ମେଡିଟେସନ୍ ଇନ୍ ଦ ଟ୍ରାଙ୍କୁଇଲ୍ କନଫାଇନ୍ସ ଅଫ୍ ଦ ହିଲ୍ସ। ଦେଖ ପ୍ରାକ୍ଟିସିଂ ମାନେ ଅଭ୍ୟାସ କରିବା, ମେଡିଟେସନ୍ ମାନେ ଧ୍ୟାନ, ଇନ୍ ଦ ଟ୍ରାଙ୍କୁଇଲ୍ ମାନେ ଶାନ୍ତ ବାତାବରଣ, କନଫାଇନ୍ସ ଅଫ୍ ଦ ହିଲ୍ସରେ ମାନେ ଆମର ଯେଉଁ ହିଲ୍ସ ପର୍ବତରେ ଯେଉଁ ଶାନ୍ତ ବାତାବରଣ ଦ୍ୱାରା ଆବୃତ ହୋଇକି ରହିଛି ସେଇଠି ଆମେ କ'ଣ ମେଡିଟେସନ୍ ପ୍ରାକ୍ଟିସ୍ କରିବା। ତ ଦେଖିବା ପର୍ବତାଞ୍ଚଳରେ ଧ୍ୟାନ କରି ଶାନ୍ତି ମିଳିବା, ତ ଶାନ୍ତି ମିଳିବା କଥା କହିନି କିଛି, ଟ୍ରାଙ୍କୁଇଲ୍ କନଫାଇନ୍ସ ଏଇଟା ହେବନି। ପାହାଡ଼ର ଶାନ୍ତ ବାତାବରଣରେ ଧ୍ୟାନ କରିବା, ଏଇଟା ହେଇପାରିବ, ପାହାଡ଼ର ଶାନ୍ତ ବାତାବରଣରେ ଧ୍ୟାନ କରିବା, ଆନ୍ସର ବି ହେଇପାରିବ। ଏଠି ଧ୍ୟାନ ଦ୍ୱାରା ପାହାଡ଼ରେ ଶାନ୍ତିର ବାତାବରଣ ସୃଷ୍ଟି କରିବା, ପାହାଡ଼ରେ ତ ଶାନ୍ତି ବାତାବରଣ କଥା ସୃଷ୍ଟି କରିବା କଥା କୁହାହେଇନି, ଯେ ଶାନ୍ତ ବାତାବରଣ ଅଛି ସେଠି ଧ୍ୟାନ କରିବା କଥା କହିଛି, ଏଇଟା ହେଇପାରିବନି। ଶାନ୍ତ ମନରେ ପାହାଡ଼ରେ ଯାଇ ଧ୍ୟାନମଗ୍ନ ହେବା, ଏଇଟା ମଧ୍ୟ ହେବନି। ତ ଆନ୍ସର ହେଲା କି ଅପସନ୍ ବି। ନେକ୍ସଟ କ୍ୱେଶ୍ଚିନ୍ ଦେଖିବା ଫର୍ ଏଷ୍ଟାବ୍ଲିଶ କରିବା ମାନେ ଗୋଟେ କ'ଣ ସ୍ଥିରତା ଆଣିବା ବା ପ୍ରତିଷ୍ଠା କରିବା ଜାଣିହେଲା। ସେମିତି ମିସ୍ ଆପ୍ରୋପ୍ରିଏସନ୍ ମାନେ କୌଣସି ଅସଙ୍ଗତ ଜିନିଷ ଯେଉଁଟା ଯଥେଷ୍ଟ ନୁହଁ, ଯୁକ୍ତିଯୁକ୍ତ ନୁହଁ, ମିସ୍ ଆପ୍ରୋପ୍ରିଏସନ୍ ଗୋଟେ କ'ଣ ଭୁଲ ଜିନିଷକୁ ଆମେ ଠିକ୍ ଦର୍ଶାଇବା, ଫର୍ ଏଷ୍ଟାବ୍ଲିସିଂ ମିସ୍ ଆପ୍ରୋପ୍ରିଏସନ୍। ଆନ୍ ଇନଭେଷ୍ଟିଂ ଅଫିସର ହାଜ୍ ଟୁ ଫାଷ୍ଟ ପ୍ରୁଭ୍, ଗୋଟେ ଯିଏ ଇନଭେଷ୍ଟିଂ ଅଫିସର ତଦାରଖ ଯିଏ କରିବ ଅଫିସର ହାଜ୍ ଟୁ ଫାଷ୍ଟ ପ୍ରୁଭ୍, ପ୍ରଥମେ ପ୍ରମାଣ କରିବ କ'ଣ ନା ମନି ହାଭିଂ ବିନ୍ ଏଣ୍ଟ୍ରଷ୍ଟେଡ୍ ଟୁ ଦ ଆକ୍ୟୁଜ୍ଡ। ମନି ହାଭିଂ ବିନ୍ ଇଣ୍ଟରେଷ୍ଟେଡ୍, ମନିଟାକୁ ଇଣ୍ଟରେଷ୍ଟେଡ୍ କରାହେଇଛି ମାନେ ଆତ୍ମସାତ କରାହେଇଛି, ଟୁ ଦ ଆକ୍ୟୁଜ୍ଡ ମାନେ ଅପରାଧୀ ଯିଏ, ସିଏ ବା ଅଭିଯୁକ୍ତ ଯିଏ, ସିଏ ପଇସାକୁ ଆତ୍ମସାତ କରିଛି ବୋଲି ସିଏ ପ୍ରମାଣିତ କରିବ। କିଏ ନା ଇନଭେଷ୍ଟିଗେଟିଂ ଅଫିସର। କ'ଣ ନା ଫର୍ ଏଷ୍ଟାବ୍ଲିସିଂ ମିସ୍ ଆପ୍ରୋପ୍ରିଏସନ୍। ଏଠି ଦେଖିବା ଅର୍ଥ ଆତ୍ମସାତ ପ୍ରମାଣ କରିବା ତଦନ୍ତକାରୀ ଅଧିକାରୀର ପ୍ରଥମ ଦାୟିତ୍ୱ। ଅର୍ଥ ଆତ୍ମସାତ ପ୍ରମାଣ କରିବା, ଏଠି ଗୋଟେ ଆକ୍ୟୁଜ୍ଡ କଥା କୁହାହେଇଛି, ଆକ୍ୟୁଜ୍ଡ କଥା ଆସିଲାନି କିଛି, ଏଇଟା ହେଇପାରିବନି। ଅର୍ଥ ଆତ୍ମସାତ ପ୍ରମାଣ କରିବାକୁ ତଦନ୍ତକାରୀ ଅଧିକାରୀ ପ୍ରଥମେ ପ୍ରମାଣିତ କରିବାକୁ ହୁଏ ଯେ ଆତ୍ମସାତ ଅର୍ଥ ଅଭିଯୁକ୍ତକୁ ଦିଆଯାଇଥିଲା। ହଁ ଏଇଟା ଗୋଟେ ଆତ୍ମସାତ ଅର୍ଥଟା ଅଭିଯୁକ୍ତକୁ ଦିଆଯାଇଥିଲା, ଏଇଟା ହେଇପାରିବ। ଦେଖିବା ଆଉ କ'ଣ ଦେଇଛି, ଅର୍ଥ ଆତ୍ମସାତ ପ୍ରମାଣିତ କରିବାକୁ ହେଲେ ତଦନ୍ତକାରୀ ଅଧିକାରୀ ପ୍ରଥମେ ପ୍ରମାଣିତ କରିବା ଆବଶ୍ୟକ ଯେ ଅଭିଯୁକ୍ତ ବିଶ୍ୱାସ ସୃଷ୍ଟି କରିଥିଲା, ଏଠି ବିଶ୍ୱାସ କଥା ଆସିନି, ଏଠି ହାଭିଂ ବିନ୍ ଇଣ୍ଟରେଷ୍ଟେଡ୍ ଜାଣି ହେଉଛି ନା ନାହିଁ ଟୁ ଦ ଆକ୍ୟୁଜ୍ଡ, ତ ଏଠି ବିଶ୍ୱାସ କଥା କୁହାହେଇନି କିଛି, ଆନ୍ସର ଅପସନ୍ ସି ମଧ୍ୟ ହେଇପାରିବନି। ଅର୍ଥ ଆତ୍ମସାତ ପ୍ରମାଣିତ କରିବାକୁ ତଦନ୍ତକାରୀ ଅଧିକାରୀ ପ୍ରଥମେ ତାକୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବା ପ୍ରମାଣିତ କରିବା ଆବଶ୍ୟକ, ଏଠି ତଦନ୍ତ ଦାୟିତ୍ୱ କଥା ମଧ୍ୟ କିଛି କୁହାହେଇନି, ଜାଣିହେଲା ନାହିଁ। ଏଠି ପ୍ରୁଭ୍ କରିବା କଥା, ପ୍ରମାଣ କରିବା ପାଇଁ କୁହାହେଇଛି, ତ ଆନ୍ସର ଅପସନ୍ ବି ହେବ ଏଠି। ନେକ୍ସଟ ଅଛି କ୍ୟାଚ୍ 22 ସିଚୁଏସନ୍, ବୁଝିହେଲା, ସମସ୍ତ ଅବସ୍ଥାକୁ କ୍ୟାଚ୍ କରିବା। ତ ଏଠି କ'ଣ ଦେଖିବା ମାନେ ଗୋଟେ କଣ୍ଟ୍ରୋଲରେ ତୁମେ ଜିନିଷଟା ଆଣୁଛ, ତ ବିପଦଜନକ ସ୍ଥିତିର ସମ୍ମୁଖୀନ ହେବା, କ୍ୟାଚ୍ କରିବାକୁ ଉଭୟ ଦଳ ସଂଘର୍ଷ କରିବା, ଏଇଟା ହେଇପାରିବନି। ତ୍ରିଶଙ୍କୁ ସ୍ଥିତିର ସମ୍ମୁଖୀନ ହେବା, ଏଇଟା ମଧ୍ୟ ନୁହଁ। ସହଜ ସ୍ଥିତିର ସମ୍ମୁଖୀନ ହେବ, ଏଇଟା ମଧ୍ୟ ନୁହଁ। ତ ବିପଦଜନକ ସ୍ଥିତିର ସମ୍ମୁଖୀନ ହେବ, କ୍ୟାଚ୍ 22 ସିଚୁଏସନ୍, ଆନ୍ସର ଏ ହେବ। ନେକ୍ସଟ ଅଛି ଇନ୍ ଡାୟାର ଷ୍ଟ୍ରେଟ୍। ଡାୟାର ଷ୍ଟ୍ରେଟ୍ କହିଲେ କ'ଣ ନା କଷ୍ଟ ସ୍ଥିତି, ଡାୟାର ବୁଝିହେଲାନି, ତ କଷ୍ଟ ସ୍ଥିତିର ସମ୍ମୁଖୀନ ହେବାକୁ କୁହାଯାଏ ଡାୟାର ଷ୍ଟ୍ରେଟ୍। ଏଠି ସିଧା ରାସ୍ତା ଦେଖିବା, ଏଇଟା ନୁହଁ। ମରୁଭୂମିରେ ହଜିଯିବା, ଏଇଟା ମଧ୍ୟ ନୁହଁ। ସହଜରେ ସମସ୍ୟାର ସମ୍ମୁଖୀନ ହେବ, ଏଇଟା ନୁହଁ। ତ ଆନ୍ସର ହେଲା କ'ଣ କଷ୍ଟ ସ୍ଥିତିରେ ସମ୍ମୁଖୀନ ହେବା, ଜାଣିହେଲା। ଏଇଟା ଦେଖ, ଇଏ ହେଉଛି ଇଡିୟମ୍ ଟାଇପ୍ର, ଏଠି କିନ୍ତୁ ରହିଥିଲା ଆମକୁ କ'ଣ, ଏଇଟା ଇଡିୟମ୍ ନଥିଲା, ଏଇଟା ଥିଲା ଆମର